ମୋର ପ୍ରିୟ ଛାତ୍ରଛାତ୍ରୀ ମାନେ ତୁମମାନଙ୍କୁ ଆର୍ଟିଷ୍ଟ ଅଙ୍କଲ ଚ୍ୟାନେଲରେ ବହୁତ ବହୁତ ସ୍ୱାଗତ। ତୁମମାନଙ୍କୁ ଅନେକ ଅନେକ ଧନ୍ୟବାଦ ଯେ ତୁମେମାନେ ଆର୍ଟିଷ୍ଟ ଅଙ୍କଲ ଚ୍ୟାନେଲକୁ ଦେଖୁଛ, ଅନୁଧ୍ୟାନ କରୁଛ, ଅନୁସରଣ କରୁଛ ଏବଂ କିଛି କିଛି ଚିତ୍ର ଆଙ୍କିବା ପାଇଁ ଚେଷ୍ଟା କରୁଛ ଏବଂ ଶିଖୁଛ। ତେବେ ଆଜି ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଆର୍ଟିଷ୍ଟ ଅଙ୍କଲ ନେଇକରି ଆସିଛନ୍ତି ଓଡ଼ିଆ ପ୍ରୋଜେକ୍ଟ ୱାର୍କ। ତେଣୁ ଏଥିରେ ବର୍ତ୍ତମାନ ତୁମର ଏ ଯେଉଁ ପ୍ରୋଜେକ୍ଟ ୱାର୍କ ଅଛି, ନିଜ ନିଜ ପଠନ ବହିର କଭର ପେଜ୍ ତିଆରି କରିବାର ଯେଉଁ ବିଧି ଅଛି, ମୁଁ କେଉଁଭଳି ଭାବରେ ସାହିତ୍ୟ କୁସୁମ ବହିର କଭର ପେଜ୍ ଅଙ୍କନ କରୁଛି, ତମେମାନେ ମଧ୍ୟ ଠିକ୍ ସେହିଭଳି ଦେଖିକିରି ଅଙ୍କନ କରିବା ପାଇଁ ଚେଷ୍ଟା କରିବ। ତେବେ ପିଲାମାନେ, ଗୁରୁଜୀ ଗୁରୁମାମାନେ କହୁଛନ୍ତି ତୁମମାନଙ୍କୁ ଯେ ଜେରକ୍ସ ପେପରରେ, ଠିକ୍ ଅଛି, ଜେରକ୍ସ ପେପର ନ କହି ତାକୁ ଆମେ A4 ସାଇଜ୍ ପେପର କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ। ତେଣୁ ତୁମେମାନେ ଯେତେବେଳେ ତୁମ ପଠନ ବହିର କଭର ପେଜ୍ ତିଆରି କରୁଛ, ସେତିକି ବେଳେ A4 ସାଇଜ୍ର ପେପର ବ୍ୟବହାର କରିବ ଏବଂ ସେଥିରେ ରବର, ପେନସିଲ୍, ସ୍କେଲ୍ ଏବଂ ସ୍କେଚ୍ ପେନ୍, ମହମ ରଙ୍ଗ, ବିଭିନ୍ନ ପ୍ରକାର ରଙ୍ଗ, ୱାଟର କଲର୍ ବ୍ୟବହାର କରି ଯିଏ ଯେତେ ସୁନ୍ଦର ଅଙ୍କନ କରିପାରିବ ସିଏ ସେତେ ଅଧିକ ମାର୍କ ପାଇପାରିବ। ଏ ଯେଉଁ ପ୍ରୋଜେକ୍ଟ ୱାର୍କ, ଏହା ତୁମେ ଘରେ ଅଙ୍କନ କରିପାରିବ, ଶ୍ରେଣୀରେ ଅଙ୍କନ କରିପାରିବ। ତୁମକୁ ଯେତେବେଳେ ସମୟ ମିଳୁଛି ତୁମେ ଏଇ ପ୍ରୋଜେକ୍ଟ ୱାର୍କ କରିପାରିବ। ଏଥିରେ ସାଧାରଣତଃ ତୁମର 15 ମାର୍କ ଥାଏ। ତୁମକୁ 5ଟି ପ୍ରଶ୍ନ ଦିଆଯିବ। ସେଇ 5ଟି ପ୍ରଶ୍ନରୁ 2ଟି ପ୍ରଶ୍ନର ପ୍ରୋଜେକ୍ଟ ବା ପ୍ରକଳ୍ପ ତୁମେ ତିଆରି କରିକିରି ଘରୁ ଆଣିକିରି ବିଦ୍ୟାଳୟରେ ଦାଖଲ କରିବ। ଏ ଯେଉଁ 15 ମାର୍କ ତୁମର ବାର୍ଷିକ ପରୀକ୍ଷାରେ ଯୋଗ କରାଯିବ। ତେବେ ଦେଖ, ମୁଁ ଏଇ ଯେଉଁ ସାହିତ୍ୟ କୁସୁମ ବହିର କଭର ପେଜ୍କୁ କେଉଁଭଳି ଅଙ୍କନ କରୁଛି। ସେଥିରେ ନାମ ଲେଖାଯିବ, ଶ୍ରେଣୀ ଲେଖାଯିବ, ରୋଲ୍ ନମ୍ବର ଲେଖାଯିବ, ତୁମ ବିଦ୍ୟାଳୟର ନାମ ଲେଖାଯିବ। ଏହିଭଳି ଭାବରେ ଅନେକ ପ୍ରକାର ଚିତ୍ର ତୁମେ ତାରି ଭିତରେ ଅଙ୍କନ କରିପାରିବ। କିନ୍ତୁ ତୁମ ସାହିତ୍ୟ କୁସୁମ ବହିରେ ଅଲଗା ଚିତ୍ର ଥିବ। ମୁଁ ଏଠି ପଦ୍ମଫୁଲ ଏବଂ ପଦ୍ମପତ୍ର ତଥା ସୂର୍ଯ୍ୟ ଚିତ୍ର ଅଙ୍କନ କରି ସେଠି ସାହିତ୍ୟ କୁସୁମ ଲେଖିଦେଇଛି। ତୁମେମାନେ ମଧ୍ୟ ବିଭିନ୍ନ ପ୍ରକାର ଚିତ୍ର ଅଙ୍କନ କରି ତୁମେ ବହିର ନାମକରଣ କରିବ, ତୁମ ନାଁ ଲେଖିବ, ତୁମ ବିଦ୍ୟାଳୟର ନାଁ ଲେଖିବ ଏବଂ ତୁମ ରୋଲ୍ ନମ୍ବର, କ୍ଲାସ୍ ମଧ୍ୟ ଲେଖିବ। ଯାହାଫଳରେ ଗୁରୁଜୀ ଗୁରୁମାମାନଙ୍କୁ ସହଜ ହେବ ମାର୍କ ଦେବା ପାଇଁ। ତୁମ ନାଁ, ତୁମ ରୋଲ୍ ନମ୍ବର ଲେଖିଲେ ସେ ସହଜରେ ତୁମକୁ ପଏଣ୍ଟ ଆଉଟ୍ କରିପାରିବେ। ତେବେ ଯେତେବେଳେ ତୁମେ ପିଲା ଅଙ୍କନ କରୁଛ, ସେତିକିବେଳେ ତୁମ ହାତ ସଫା ରଖିବ ଏବଂ ବହୁତ ଧୀରେ ଧୀରେ ପ୍ରଥମେ ପେନସିଲ୍ରେ ଅଙ୍କନ କରିବା ପାଇଁ ଚେଷ୍ଟା କରିବ। ତାପରେ ମାର୍କର ହେଉ, ସ୍କେଚ୍ ପେନ୍ ହେଉ, କଲର୍ ପେନସିଲ୍ ହେଉ, ସେଥିରେ ତୁମେ ଚିତ୍ରକୁ ଆଉ ଟିକେ ଅଧିକ ଗାଢ଼ କରିବା ପାଇଁ ଚେଷ୍ଟା କରିବ। ତେବେ ପିଲାମାନେ, ତୁମେମାନେ ତ ବର୍ତ୍ତମାନ ଚତୁର ଚାଲାକ ହେଇଗଲଣି। ମୋବାଇଲ ଦେଖିକିରି ବିଭିନ୍ନ ପ୍ରକାର ଚ୍ୟାନେଲକୁ ଅନୁସରଣ କରିକିରି ବିଭିନ୍ନ ପ୍ରକାର ଚିତ୍ର ତୁମେ ଅଙ୍କନ କରିପାରୁଛ। ତେଣୁ ତୁମେମାନେ ମୋ ଚିତ୍ରକୁ ଅନୁସରଣ କର, ଅନୁଧ୍ୟାନ କର, ଦେଖିବ ନିଶ୍ଚିତ ଅଧିକ ନମ୍ବର ପାଇପାରିବ। ତା ଛଡ଼ା ତୁମେମାନେ ଯେଉଁ ଚ୍ୟାନେଲ ସବୁ ଅନୁସରଣ କରୁଛ, ସେଥିରେ ଭିତ୍ତିହୀନ, ମୂଲ୍ୟହୀନ, କୌଣସି ଅର୍ଥହୀନ ଚିତ୍ର ଅଙ୍କନ କରି ସେମାନେ ତୁମମାନଙ୍କ ପାଖକୁ ପହଞ୍ଚଉଛନ୍ତି, ଯାହା ତୁମେମାନେ ପରୀକ୍ଷାରେ ନମ୍ବର ପାଇଲା ବେଳକୁ କମ୍ ନମ୍ବର ପାଇବ। କାରଣ ଯେଉଁ ଚ୍ୟାନେଲ ଓନରମାନେ ଚିତ୍ର ଅଙ୍କନ କରୁଛନ୍ତି, ସେମାନେ କେବଳ ଭିଉ ବଢ଼ାଇବା ପାଇଁ ଏବଂ କେମିତି ୟୁଟ୍ୟୁବରୁ ଇନକମ୍ କରିବେ ସେ ଚିନ୍ତା କରି ସେମାନେ ବିଭିନ୍ନ ଅନାବନା ଚିତ୍ର ଅଙ୍କନ କରିକିରି ତୁମମାନଙ୍କ ପାଖକୁ ପହଞ୍ଚଉଛନ୍ତି। ତୁମେମାନେ କିନ୍ତୁ ତା'ର ଅର୍ଥ ନ ଜାଣି, ତା'ର ଭିତ୍ତି ନ ଜାଣି, ତା'ର ମୂଲ୍ୟ ନ ଜାଣି
ଅଙ୍କନ କରିଦେଉଛ ଏବଂ ବିଦ୍ୟାଳୟରେ ନେଇ ଦାଖଲ କରିଦେଉଛ, ଯାହାଫଳରେ ଅଧିକ ମାର୍କ ପାଇବା ବଦଳରେ କମ୍ ମାର୍କ ପାଉଛ। ହୁଏତ ତୁମେ ସେମାନଙ୍କୁ ଅନୁସରଣ ନ କରି ଯଦି ତୁମେ ତୁମ ନିଜ କଳ୍ପନାରେ ଚିତ୍ର ଅଙ୍କନ କରିପାରନ୍ତ ଅଧିକ ମାର୍କ ପାଇପାରନ୍ତ। ତେଣୁ ମୋର ପ୍ରିୟ ଛାତ୍ରଛାତ୍ରୀମାନେ, ମୁଁ ଦେଖ ଏ ଯେଉଁ ଚିତ୍ର ଅଙ୍କନ କରିଛି ଏଥିରେ କେମିତି ବର୍ଡ଼ର ଦେଇଛି, ତାପରେ ବର୍ଡ଼ରକୁ ରଙ୍ଗ ଦେଇଛି। ତୁମେମାନେ ମଧ୍ୟ ସେହିଭଳି ବର୍ଡ଼ର କରିକିରି ତା ଦେହରେ ରଙ୍ଗ ଦେବ, ଯାହାଫଳରେ ଚିତ୍ରଟି ସୁନ୍ଦର ଦେଖାଯିବ। ତେବେ ମୋର ପ୍ରିୟ ଛାତ୍ରଛାତ୍ରୀମାନେ, ଯେଉଁମାନେ ଆର୍ଟିଷ୍ଟ ଅଙ୍କଲ ଚ୍ୟାନେଲ୍ ସବସ୍କ୍ରାଇବ୍ କରିନାହଁ, ଦୟାକରି ସେମାନେ ସମସ୍ତେ ଆର୍ଟିଷ୍ଟ ଅଙ୍କଲ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିବ ଏବଂ ତୁମକୁ କେଉଁଭଳି ଚିତ୍ର ଦରକାର ମୋତେ କମେଣ୍ଟରେ ଜଣାଇଲେ ମୁଁ ତୁମମାନଙ୍କ ପାଖକୁ ସେହିଭଳି ଚିତ୍ର ପହଞ୍ଚାଇବା ପାଇଁ ଚେଷ୍ଟା କରିବି। ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ।